ମା ଆମେ ସାଇଲେନ୍ସ କରି ଆରମ୍ଭ କରିବା। ସାଇଲେନ୍ସ। ମା ମା ଆମେ ଆଲୋଚନା କରିବା ଚିରନ୍ତନ ବହିର ପୃଷ୍ଠା 234। ବିଷୟବସ୍ତୁ ଅଛି ଅପ୍ରୀତିକର ଚିନ୍ତା, ତାର ପାର୍ଟ 1। କଥାରେ ଯୋଉଟା ଆଲୋଚନା କରିଥିଲେ ମନ୍ଦ ଚିନ୍ତା, ଆମେ ମନ୍ଦ ଚିନ୍ତାରେ ସେ ସାରାଂଶ ଟିକେ ଦେଖିଦବା, ତାପରେ ଯିବା ଅପ୍ରୀତିକର ଚିନ୍ତାକୁ। କାଲି ଆମେ ଯାହା ଦେଖିଲେ ମା ପ୍ରଭୁଙ୍କ କଥାଟିକୁ ମା ବର୍ଣ୍ଣନା କରୁଛନ୍ତି ଯେ ଜଣେ ଯାହା ସବୁ ଭାବୁଥାଏ ସେ ତାହା ହିଁ ହୋଇ ଉଠେ। ସେ ଯେପରି ଚିନ୍ତା କରେ ସେଇ ଚିନ୍ତା ହେତୁ ହିଁ ସେ ତାହା ହୋଇପାରେ। ତେଣୁ ଯିଏ ଯୋଉ ଭଳିଆ ଚିନ୍ତା କରିବ ସେଇଭଳିଆ ହୋଇ ଉଠିବ। ଆଉ ଗୋଟେ କଥା ଆମେ ମନେ ରଖିବା, ଆମେ ଯୋଉ ଚିନ୍ତା କରୁ ଅନେକ ଲୋକ ଭାବନ୍ତି ଚିନ୍ତାର କିଛି ପ୍ରଭାବ ନାହିଁ। ସେଇଥିପାଇଁ ମନେ ରଖିବା, ଆମେ ମା ଲେଖୁଛନ୍ତି କେବେ ବି ଭାବିବ ନାହିଁ ଯେ ଏଗୁଡ଼ିକ କେବଳ ସାମାନ୍ୟ ନିରୀହ ଚିନ୍ତା ମାତ୍ର। କେବେ ବି ଏକଥା ଭାବିବ ନାହିଁ। ଯଦି ତୁମେ ଏଇ ମନ୍ଦ ଚିନ୍ତା ଗୁଡ଼ିକ ତୁମ ଭିତରେ ଥିବା ଭଲ କଥା ଗୁଡ଼ିକୁ ନଷ୍ଟ ନ କରନ୍ତୁ ବୋଲି ଚାହୁଁଥାଅ, ତେବେ କେବେ ବି ସେହି ମନ୍ଦ ଚିନ୍ତା ଗୁଡ଼ିକୁ ନିଜ ଭିତରକୁ ଆସିବାକୁ ଦିଅ ନାହିଁ। ଆମେ ଯୋଉ ଭଳିଆ ହେବାକୁ ଚାହୁଁ ସେଇ ଭଳିଆ ଚିନ୍ତା କରିବା। ଯୋଉ ଭଳିଆ ହେବାକୁ ଚାହୁଁନାହୁଁ ସେ ପ୍ରକାର ଚିନ୍ତାକୁ ଆମ ଭିତରୁ ଆସିବାକୁ ଦେବା ନାହିଁ। ଏଇଟା ଗୋଟେ ବଡ ଫ୍ୟାକ୍ଟର। ଏଇଟା ଆମେ ମନେ ରଖିବା ଯେ ଯାହା ଆମେ ଚିନ୍ତା କରୁଛୁ ସେଇଟା କେବଳ ନିରୀହ ଚିନ୍ତା ନୁହଁ। ଯୋଉ ପ୍ରକାର ଚିନ୍ତା କରୁ ମୋ ଭିତରେ ସେଇ ପ୍ରକାରର ସମ୍ଭାବନା ସବୁ ତିଆରି ହୁଏ, ମୁଁ ସେଇଭଳି ହୋଇ ଉଠେ। ଆଜି ଆଉ ପଢିବା, ମା ଲେଖୁଛନ୍ତି ଅପ୍ରୀତିକର ଚିନ୍ତାର ପାର୍ଟ 1ରେ ମାଙ୍କୁ ପ୍ରଶ୍ନ କରାହେଇଛି, ମା ବେଳେ ବେଳେ ଏଣୁ ତେଣୁ ଅପ୍ରୀତିକର ଚିନ୍ତା ସବୁ ଆମ ମନ ଭିତରକୁ ପଶି ଆସନ୍ତି ଆଉ ଆମକୁ ଗୋଳମାଳରେ ପକାଇ ଦିଅନ୍ତି। କିପରି ଆମେ ସେମାନଙ୍କ ଦାଉରୁ ରକ୍ଷା ପାଇବୁ? ମା ଉତ୍ତରରେ କହୁଛନ୍ତି ସେଥିଲାଗି ବହୁ ଉପାୟ ଅଛି ସାଧାରଣତଃ, କିନ୍ତୁ ଏହା ନିର୍ଭର କରେ ଲୋକଙ୍କ ଉପରେ। ସାଧାରଣତଃ ସବୁଠୁ ସହଜ ଉପାୟଟି ହେଲା ସେତେବେଳେ ତୁମେ ଅନ୍ୟ ବିଷୟରେ ଚିନ୍ତା କରିବ। ତାହା ହେଲା ତୁମେ ଅନ୍ୟ ଗୋଟେ ବିଷୟରେ ଏକାଗ୍ର ହେବ ଯେଉଁ ବିଷୟଟି ସହିତ ତୁମର ସେହି ଅପ୍ରୀତିକର ଚିନ୍ତାର କିଛି କାରବାର ନଥିବ, କିଛି ସମ୍ବନ୍ଧ ମଧ୍ୟ ନଥିବ। ଯଥା ସେତେବେଳେ ତୁମେ ବହିଟିଏ ପଢିପାର କିମ୍ବା କିଛି ଗୋଟେ କାମ ମଧ୍ୟ କରିପାର। ସାଧାରଣ ଲୋକେ ସୃଜନମୂଳକ କାମଟିଏ କରିଥାନ୍ତି। ଯେଉଁମାନେ ସେମାନଙ୍କ ଚିନ୍ତା ଗୁଡ଼ିକ ଉପରେ ନିୟନ୍ତ୍ରଣ ରଖିବାକୁ ଆରମ୍ଭ କରିଛନ୍ତି, ସେମାନେ ସେପରି ଚିନ୍ତା ଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିବାରେ ସଚେଷ୍ଟ ହେବେ। ଗୋଟିଏ ବସ୍ତୁକୁ ହାତରେ ଧରି ଠେଲି ଫୋପାଡ଼ି ଦେଲା ଭଳି ସେମାନେ ସେହି ମନ୍ଦ ଚିନ୍ତାକୁ ମନ ଭିତରୁ ଫୋପାଡ଼ି ଦେବେ। ଅବଶ୍ୟ ଏହା ଅପେକ୍ଷାକୃତ କଷ୍ଟକର କଥା। ନିଜ ଉପରେ ଖୁବ୍ କର୍ତ୍ତୃତ୍ୱ ନଥିଲେ ଏହା ସମ୍ଭବ ନୁହେଁ। କିନ୍ତୁ ଯଦି ଜଣେ ଏହା କରିପାରେ ତେବେ ଏହା ହିଁ ଅଧିକ କ୍ରିୟାଶୀଳ ହୋଇଥାଏ। ଏହାର ଅର୍ଥ ହେଲା ତୁମେ ଯଦି ସେହି ମନ୍ଦ ଚିନ୍ତା ଗୁଡ଼ିକୁ ବା ତୁମ ମନର ସେହି ମନ୍ଦ ବୃତ୍ତି ଗୁଡ଼ିକୁ ତୁମ ଭିତରୁ ତଡ଼ିବାରେ ଲାଗିଥିବ ଏବଂ ସେଥିରେ ସଫଳ ମଧ୍ୟ ହେଉଥିବ, ଯେତେ ଥର ସେଗୁଡ଼ିକ ତୁମ ମନ ଭିତରେ ଉଦୟ ହେଉଥିବେ ସେତେ ଥର ତୁମେ ସେଗୁଡ଼ିକୁ ମନରୁ ବିତାଡ଼ିତ କରୁଥିବ। ଶେଷ ପର୍ଯ୍ୟନ୍ତ ସେମାନେ ଆଉ ତୁମ ଭିତରକୁ ପ୍ରବେଶ କରିବେ ନାହିଁ। କିନ୍ତୁ ମୁଁ ମୂଳରୁ ଯେଉଁ ଉପାୟଟିର କଥା କହିଲି ସେଥିରେ ମନ୍ଦ ଚିନ୍ତା ଗୁଡ଼ିକ ବାରମ୍ବାର ଆସୁଥାନ୍ତି, ଯାଉଥାନ୍ତି, ଯାଉଥାନ୍ତି, ଫେର ଆସୁଥାନ୍ତି। ଏଇ ହେଲା ସେଥିପାଇଁ ଦୁଇଟି ଉପାୟ। ଆମେ ବର୍ତ୍ତମାନ ଟିକେ ଡିଟେଲ୍ସ ଆଲୋଚନା କରିବା। ଅପ୍ରୀତିକର ଚିନ୍ତା, ଆମେ ଯେହେତୁ ମନ୍ଦ ଚିନ୍ତାକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ଆସିବାକୁ ଅନୁମତି ନ ଦେବାକୁ ମା କହିଲେ ଯେ ତୁମେ ଯୋଉ ଭଳିଆ ହେବାକୁ ଚାହୁଁନାହଁ ସେ ପ୍ରକାରର ଚିନ୍ତାକୁ ତୁମ ଭିତରକୁ ତୁମେ ଅନୁମତି ଦିଅ ନାହିଁ ଆସିବା ପାଇଁ। ତେଣୁ ପ୍ରଶ୍ନ ଆସିଲା ଯେ ଆମେ ଅନେକ ଅନେକ ଏଇ ଷ୍ଟେଜରେ ଅଛୁ କଣ, ଯେ ଆମେ ଭାବିକି କିଛି ଚିନ୍ତା କରୁନୁ। ଆମ ଭିତରେ ଅପ୍ରୀତିକର ଚିନ୍ତା ପଶି ଆସେ, ମନ୍ଦ ଚିନ୍ତା ପଶି ଆସେ, ମନ୍ଦ ଚିନ୍ତା ପଶି ଆସେ। ଏଠି ଅପ୍ରୀତିକର ଚିନ୍ତା କହୁଛନ୍ତି, ମନ୍ଦ ଚିନ୍ତା ତ ଗୋଟେ ମନ୍ଦ ଚିନ୍ତା ଆମେ ଜାଣିଲେ, ଯାହା ବି ହଉ କିଛି ଗୋଟେ ଜ୍ଞାନ ଅଛି। କିନ୍ତୁ ଅପ୍ରୀତିକର ଚିନ୍ତା, ଅପ୍ରୀତିକର ଚିନ୍ତା ଭିତରେ ମନ୍ଦ ଚିନ୍ତା ସବୁ ଜିନିଷ ଜଣେ ଯଦି ସାଧନା କରୁନଥିବ ତେବେ ତା ପାଇଁ ମନ୍ଦ ଚିନ୍ତାଟା ପ୍ରୀତିକର ଚିନ୍ତା। ସେ ସାଧାରଣ ମାନେ ଅବଶ୍ୟ ସମସ୍ତଙ୍କ କଥା କହୁନି, ଯୋଉମାନେ ଅନ୍ୟର ଧର ଯୋଉ ଅମଙ୍ଗଳ କରୁଥିବେ, ଓକେ, ସିଏ ତ ତା ପାଇଁ ସେ ଚିନ୍ତାଟା ଆସିବାଟା ହଉଛି ପ୍ରୀତିକର। କିନ୍ତୁ ଆମେ ଯୋଉମାନେ ସାଧନା କରୁଛନ୍ତି
ଏବଂ ସାଧାରଣ ଜୀବନ ଯାପନରେ ବସବାସ କରୁଛନ୍ତି, କିନ୍ତୁ କିଛି ନହେଲେ ବି ଗୋଟେ ସାଧାରଣ ମନୁଷ୍ୟ ଭାବରେ ଏକ ଉତ୍ତମ ମନୁଷ୍ୟ ହିସାବରେ ବି ଯଦି ବଞ୍ଚିବାକୁ ଚାହୁଁଛନ୍ତି, ଉତ୍ତମ ମନୁଷ୍ୟ ହିସାବରେ ବଞ୍ଚିବାକୁ ଚାହୁଁଛନ୍ତି କିମ୍ବା ସାଧନା କରୁଛନ୍ତି, ଏ ଦୁଇ ଜଣଙ୍କ ପାଇଁ ଆମେ ଯେଉଁ ଭଳିଆ ହେବାକୁ ଚାହୁଁନାହୁଁ ସେ ପ୍ରକାର ଚିନ୍ତାକୁ ପ୍ରତ୍ୟାଖ୍ୟାନ କରିବାକୁ ପଡ଼ିବ, ନିଜ ଭିତରକୁ ଆସିବାକୁ ଦବା ନାହିଁ। କିନ୍ତୁ ସିଏ ପଶି ଆସୁଛି, ତେଣୁ ମାଙ୍କୁ ପଚରାଇଲା ତାହେଲେ ଆମେ ସେତେବେଳେ କଣ କରିବୁ? ସିଏ ପଶି ଆସୁଛି ଏବଂ ଗୋଳମାଳରେ ପକେଇ ଦଉଛି। ମା କହିଲେ ସେଥିପାଇଁ ବହୁତ ଉପାୟ ଅଛି, ଲୋକ ଉପରେ ନିର୍ଭର କରୁଛି, ଲୋକ କୋଉ ଷ୍ଟେଜରେ ଅଛି ସେଇ ଅନୁସାରେ ନିର୍ଭର କରୁଛି। ସହଜ ଉପାୟ ହେଲା କଣ? ଗୋଟେ ସହଜ ଉପାୟ, ଫାଷ୍ଟ ଉପାୟଟାକୁ ସହଜ ଉପାୟ କଣ? ମନେ କରାଯାଉ ଗୋଟେ ଅପ୍ରୀତିକର ଚିନ୍ତା ଆସିଲା, ସିଏ ତମକୁ କବଳିତ କରିବ ଏବଂ ତମକୁ ତା ଭିତରେ ବୁଡେଇ ଦବ। ତେଣୁ ତମେ ସାଙ୍ଗେ ସାଙ୍ଗେ କଣ କରିବ? ତମେ ତାକୁ କାଟିବା ପାଇଁ ଅନ୍ୟ ଚିନ୍ତାଟିଏ କରିବ। ସେଇଥିପାଇଁ କଣ କରାଯାଏ? ସାଧାରଣତଃ ବାରମ୍ବାର ସେଇଥିପାଇଁ କୁହାଯାଏ, ତୁମେ ଭଗବାନ କଥା ଚିନ୍ତା କର, ତୁମର ଇଷ୍ଟ ଦେବଙ୍କ କଥା ଚିନ୍ତା କର, ସେଇଥିପାଇଁ କୁହାଯାଏ। ତାହେଲେ କଣ ହବ? ତମେ ଭଲ ଚିନ୍ତାଟିଏ କଲ, ଯେ ମନ୍ଦ ଚିନ୍ତା ଆସୁଥିଲା ନା, ସେ ତମେ ତା ମାଙ୍କ ଫଟୋକୁ ଚାହିଁଲ, କିମ୍ବା ମା ଏମିତି ଦର୍ଶନ ମା ଦର୍ଶନ ଦଉଛନ୍ତି, କିମ୍ବା ତମେ ଯାଇଛ ସମାଧି ପାଖକୁ ଯାଇଛ, ଆଶ୍ରମ ଯାଇଛ, ସେ ଯୋଉ ଚିନ୍ତା ଗୁଡା ସେ ଚିନ୍ତା କରିବ। କିମ୍ବା ଯଦି ଜଣେ ଇଷ୍ଟକୁ ସ୍ମରଣ ନ କରିପାରୁଛି ବା ନ କରୁଛି, ତେବେ ଗୋଟେ ଗୁଡ ସିନେରୀ ଚିନ୍ତା କରିବ, ଭଲ ସିନେରୀଟେ, ଯୋଉ ଜାଗାକୁ ତମେ ବି ଯାଇଥିବ, ନାଇଁ ଭଲ ସିନେରୀ। ତମେ ଆକାଶର ଚିନ୍ତା କରିବ, ବିଶାଳ ଆକାଶ ଭାବିବ, ଆକାଶକୁ ଦେଖିବ, କେତେ ବଡ ବିଶାଳ ଆକାଶ। ଯଦି ନ ଦେଖି ପାରୁଛ, ଯୋଉଠି ବସିଛ ସେଇଠୁ ଚିନ୍ତା କର, ଏଡେ ବଡ ବିଶାଳ ଆକାଶରେ କେତେ ତାରା, କେତେ ଗ୍ରହ ନକ୍ଷତ୍ର, କେମିତି ଭଗବାନ ତିଆରି କରିଛନ୍ତି। ତମେ ଆଉ ଗୋଟେ ଭଲ ଚିନ୍ତାରେ ନିଜକୁ ମଜେଇ ଦିଅ, ତାହେଲେ କଣ ହବ? ସେ ମନ୍ଦ ଚିନ୍ତା ବାଟ ପାଇବନି ଆଉ ତମ ଭିତରେ ରହିବା ପାଇଁ, ସେ ସେଠୁ ପଳେଇବ। ଏଠି ଗୋଟେ ମନେ ରଖିବା, ଆମେ ତାକୁ ବାଟ ଦଉ ବୋଲି ସେ ଆମ ଭିତରେ ପଶେ। ଯଦି ମୁଁ ତାକୁ ବାଟ ନଦେଲି, ତାହେଲେ ସିଏ ରହିପାରିବନି। ତାକୁ ଦେଖିବ କଣ, ଇଏ ତ ମତେ କଣ ରିସିଭ କରୁନାହାନ୍ତି ଆଉ, ଆରେ ମତେ ଯାହା, ତମେ ଗୋଟେ ଲୋକକୁ ପଚାରିବ ନାହିଁ, ସେ ଆସି ତମ ଘର ପାଖରେ ଠିଆ ହେଇଥିବ, ଠିଆ ହବ, ପଳେଇବ ନା ଆଉ କଣ ରହିବ? ତମେ ଯାହାକୁ ନ ପଚାରିବ ସେ କାହିଁ ରହିବ? ତେଣୁ ମା ତାକୁ ବୁଝଉଛନ୍ତି ଯେ ତାହେଲା କଣ ନା, ତୁମେ ଅନ୍ୟ ଗୋଟେ ବିଷୟରେ ଏକାଗ୍ର ହବ, ଯେଉଁ ବିଷୟଟି ସହିତ ତୁମର ସେ ଅପ୍ରୀତିକର ଚିନ୍ତାର କିଛି କାରବାର ନଥିବ। ଏଇଟା ଗୋଟେ କଥା ମନେ ରଖିବା। ଯୋଉ ପ୍ରକାରର ଚିନ୍ତା ଆସିଛି, ସେ ପ୍ରକାରର ରିଲେଟେଡ ୱାର୍କ ଯଦି ନଥିବ, ବେଳେ ବେଳେ କଣ ହେଲା, ମନେ କରାଯାଉ ଏବେ ସିନେରୀ କଥା ଆମେ କଥା ହେଲେ ନା, କିନ୍ତୁ ଆମେ ଯୋଉ ଅପ୍ରୀତିକର ଚିନ୍ତା ଆସିଛି, ସେଇଭଳିଆ ଗୋଟେ ଜାଗାରେ କିଛି ଗୋଟେ ଘଟଣା ଘଟି ଯାଇଥିଲା, ସେମିତିଆ ଜିନିଷ ଆସିଛି। ଓକେ, ଗୋଟେ ନ୍ୟୁଜ ପେପରରୁ ଗୋଟେ ପଢି ଦେଇଥିଲ, ସେଇ ତା ରିଗାର୍ଡିଂ ନେଇକିରି ମନ୍ଦ ଚିନ୍ତାଟି ଆସିଛି। ହଁ, ତମେ ଗୋଟେ ଘଟଣା ଦେଖିଦେଇଥିଲ, ସେ ପ୍ରକାର ଚିନ୍ତାଟି ଆସିଛି। ତମେ ଯଦି ସେଇ ସମୟରେ ସେଇ ସିନେରୀ କଥା ଚିନ୍ତା କରିବ, ତାହେଲେ ସେ ଅଧିକ ଆସିବ, ନାଇଁ କି? ଏମ୍, ତେଣୁ ସେ ସମୟରେ କଣ କରିବ? ତାକୁ ରିଲେଟ କରୁନଥିବା ଚିନ୍ତାଟା କରିବ। ଭଲ ଚିନ୍ତା କରିବ, କିନ୍ତୁ ତାକୁ ରିଲେଟ କରୁନଥିବ। ତାପରେ ଏଠି ଆଉ ଗୋଟେ କଥା କହୁଛି, ସାଧାରଣତଃ ସୃଜନ ମୂଳକ କାମ ବି ତମେ କରିପାରିବ। ସୃଜନ ମୂଳକ କାମ ମାନେ କ୍ରିଏଟିଭ ୱାର୍କ ଆମେ ଯୋଉଟା କହନ୍ତି। ତମେ କିଛି ଚିତ୍ର କରିବ, ହୁଁ, କିମ୍ବା ପେନ୍ କଲର ଦବ। ଦେଖ, ଚିତ୍ର ମତେ ଆସେ ନାହିଁ, ତାହେଲେ ବସି କଲର ଦବ। କିମ୍ବା ତମେ ଲେଖା ଲେଖି ଯଦି ଶିଖିଛ, ଲେଖା ଲେଖି କରିବ। ଗୀତ ଗାଇବା ଯଦି ଶିଖିଛ, ଗୀତ ଗାଇବ। କିମ୍ବା ପ୍ରାର୍ଥନା ଟିକେ ଶୁଣିବ। କିମ୍ବା ମାଙ୍କ ଫଟୋ ପାଖରେ ଠିଆ ହବ, ତମର ଇଷ୍ଟ ଦେବ ଯିଏ ହେଇଥିବ, ଇଷ୍ଟ ଦେବଙ୍କ ପାଖରେ ଠିଆ ହବ, ତାଙ୍କ ଭଜନ ଶୁଣିବ। କିମ୍ବା ଆଉ ଗୋଟେ କାମ କରିପାରିବ, ତମକୁ ମନେକର ଯୋଉ କାହାର ଗୋଟେ ସିଲେଇରେ ଇଣ୍ଟରେଷ୍ଟ ଅଛି, ଓକେ, ସିଏ ଗୋଟେ ଡିଜାଇନ ଗୋଟେ ସିଲେଇ କରିବ ବସି। ଓକେ, ଗୋଟେ ସୃଜନମୂଳକ ବା କ୍ରିଏଟିଭ ୱାର୍କ ଭିତରେ ଆମେ ଯେତେବେଳେ ପଶିଯିବା, ସେତେବେଳେ ସେ ଚିନ୍ତା ଆଉ ଆସିପାରିବ। ଯାହାକୁ ଯୋଉଟା, ମନେକର ବଗିଚା କାମ ଆପଣଙ୍କୁ ଭଲ ଲାଗେ, ଓକେ ଠିକ ଅଛି, ତାହେଲେ ବଗିଚା କାମରେ ଯାଇକିରି ବଗିଚା କାମ ଟେ କରିବ। କିମ୍ବା ସେଠି ଗୋଟେ ଗୋଟେ ମାଟି ଘର କରୁନ, ବଡ ମଣିଷ ହେଇଗଲ, କଣ ହେଲା ସେଇଠୁ? ଯାଇକି ମାଟିରେ ଗୋଟେ ତିଆରି କରୁନ, ମାଟିରେ ଛୁଆ ପିଲାଙ୍କ ଭଳିଆ ଲଦ ମନ୍ଦିର ତିଆରି କର। ତେଣୁ ଏମିତି ଏକ କିଛି କାମ କରିବ, ଯୋଉଥିରେ ତମର ଚିନ୍ତା ସହିତ ସେଟା ରିଲେଟ ନଥିବ, କିମ୍ବା
କ୍ରିଏଟିଭ ୱାର୍କ ବି କରିବ। କ୍ରିଏଟିଭ ୱାର୍କ କଲେ ତାମାନେ ଏଠି ମୁଖ୍ୟ କଥା ହଉଛି ତମେ ତାକୁ ପ୍ରାଧାନ୍ୟ ଦବ ନାହିଁ। ଯୋଉ ଚିନ୍ତାଟା ଆସିଛି ତାକୁ ପ୍ରାଧାନ୍ୟ ନ ଦେଇ ଅନ୍ୟ ଗୋଟିଏ ବିଷୟରେ ଏକାଗ୍ର ହବ। ସେଥିପାଇଁ ମାଙ୍କର ଯୋଉଟା ମୁଖ୍ୟ କଥା ଏଠି କହିଲେ ଅନ୍ୟ ଗୋଟିଏ ବିଷୟରେ ଏଠି ଦେଖନ୍ତୁ ମା କହୁଛନ୍ତି ଯେ ଅନ୍ୟ ଗୋଟିଏ ବିଷୟରେ ଆମେ ଏକାଗ୍ର ହବା। ଏଇଟା ହଉଛି ମୁଖ୍ୟ ଉପାୟ। ମାନେ ଉପାୟଟା ହେଲା ଯେ ଯୋଉ ଚିନ୍ତା ତୁମକୁ କବଳିତ କରୁଛି ସେଠୁ ଆଭଏଡ କରିବା ପାଇଁ, ତା ଉପରେ ପ୍ରାଧାନ୍ୟ ଦେବେ ନାହିଁ, ଅନ୍ୟ ଗୋଟେ ବିଷୟରେ ଏକାଗ୍ର ହେବେ। ସେ ବିଷୟଟି କିନ୍ତୁ ଯେମିତି ତୁମର ଚିନ୍ତା ସହିତ କିଛି ରିଲେଟ ହେଇନଥିବ। ଚିନ୍ତାରେ ଯେମିତି ତମର ତା ସହିତ ରିଲେଟ ହେଇନଥିବ। ତମେ ସେଥିପାଇଁ ବହି ପଢିପାର, କାମ କରିପାର, ଯାହା ବି କରିପାର। କିନ୍ତୁ ତମେ କୋଉ କାମ କରିବ, ଯେମିତି ଝଗଡା ଝାଟି କରିବ ସେମିତି କି ନୁହେଁ। ତମେ ଖେଳିପାର, ଯାହାକୁ ଖେଳ ଭଲ ଲାଗେ ଖେଳିପାରିବ, ଯାହାକୁ ପେଣ୍ଟିଂ ଭଲ ଲାଗେ ପେଣ୍ଟିଂ କରିବ। ତେଣୁ ସୃଜନମୂଳକ କାମ କଲେ ତାର ଦ୍ୱିତୀୟ ଉପାୟ। ଆଉ ଗୋଟେ ଉପାୟ, ଯେଉଁମାନେ ସେମାନଙ୍କ ଚିନ୍ତା ଗୁଡ଼ିକ ଉପରେ ନିୟନ୍ତ୍ରଣ ରଖିବାକୁ ଆରମ୍ଭ କରିଛନ୍ତି, ଏଇଟା ହେଲା ଦ୍ୱିତୀୟ ଉପାୟ। କିଛି କିଛି ଆମେ ଯୋଉମାନେ ଅଗ୍ରଗତି କରିଛନ୍ତି ବା ଆମର ଗୋଟେ ଅଧିକାର ଆସିଲାଣି ନିଜକୁ ନା କହିବା, ଏଇଟା ଗୋଟେ ବଡ ଅଧିକାରଟିଏ। ଆମେ ସବୁବେଳେ ସବୁ ଜିନିଷକୁ ନା କହିପାରନ୍ତିନି। କଣ କରିବି ମୁଁ ତ ପାରୁନି ନା କହିବା, ଏଇଟା ଏଇଟା କ୍ୱାଇଟ୍ ପସିବୁଲ କେତେ ଲୋକଙ୍କ ପାଖରେ ଅଛି। କିନ୍ତୁ ଯୋଉମାନଙ୍କର କିଛି କିଛି ନିୟନ୍ତ୍ରଣ ଆସିଲାଣି, ସେମାନେ ନା କହିବାର ସାମର୍ଥ୍ୟ ଆସିଲାଣି। ନା କହିବାର ସାମର୍ଥ୍ୟ ଆସିବା ଗୋଟେ ତୁମର ଆଉ ଗୋଟେ ଷ୍ଟେପ, ତୁମେ ଉପରକୁ ଉଠିଛ। ପାସିଭଲି ସବୁ କଥାରେ ମାଧିଆ ଭାଇ ସବୁଥିରେ ହୋଇ ହୋଇ ହେଇଯିବାଟା, ସେଟା ହଉଛି ପାସିଭ। ତାଠାରୁ ଆଉ ଟିକେ ଉଚ୍ଚତର ସ୍ତର ହଉଛି ତୁମେ ନା କହିବା। ଯଦି ହଁ କହିବା ନା କହିବା ପୁଣି ଆସିବ, ତମେ କୋଉ କାମକୁ ହଁ କହିବ, କୋଉ କାମକୁ ନା କହିବ, କୋଉ ଚିନ୍ତାକୁ ହଁ କହିବ, କୋଉ ଚିନ୍ତାକୁ ନା କହିବ, ତାକୁ ନିଜେ ସେ ବିଷୟରେ ଡିଟେଲ୍ସ ଜାଣିବା ଦରକାର। ଡିଟେଲ୍ସ ନ ଜାଣିଲେ ବି ହଁ ନା କହିପାରିବନି। ଆମେ ସାଧାରଣତଃ ମୋର ନିଜର ପସନ୍ଦ ଅପସନ୍ଦ, ରୁଚି ଅରୁଚି, ମୋର ଆସକ୍ତି କୋଉଠି ଅଛି, ସେଇ ଅନୁସାରେ ମୁଁ ହଁ ନା କହେ। ସେଥିପାଇଁ ଦେଖିଥିବେ କେତେ ଲୋକ ଅଛନ୍ତି, ସେମାନେ ନିଜର ଆସକ୍ତି ଯୋଉଥିରେ ଥିବ ସେତେବେଳେ ନିଜ କ୍ଷେତ୍ରରେ ସେମାନେ ହଁ କହିବେ, କିନ୍ତୁ ଅନ୍ୟ ଲୋକକୁ କହିବେ ତୁ ସେଠି କେମିତି ହଁ କହିଦଉ, ସେଠି ତୁ ନା କହିବା କଥା ନା। ଆଉ ମାନେ ମୋ ନିଜ କ୍ଷେତ୍ରରେ, ସେଥିପାଇଁ କହନ୍ତି କଣ ଯେ ବ୍ରାହ୍ମଣ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ। ଏଇଟା ଗୋଟେ ଢଗ ରଖା ହେଇଛି। କାହିଁକି ରଖା ହେଇଛି ନା, ଯଦି କିଏ ଢଗଟିର ଅର୍ଥ ହଉଛି ଯଦି କିଏ ମାଙ୍କଡ ତା ହାତରେ ମରିଗଲା, ତେବେ ସେଥିପାଇଁ ତାକୁ ପ୍ରାୟଶ୍ଚିତ କରିବାକୁ ପଡେ। କିମ୍ବା କଣ ସେ ବୁଲି ବୁଲିକା ଯାଇକି କେତେଟା ଘର ମାଗିବ, ଇତ୍ୟାଦି ଇତ୍ୟାଦି, ଖାଇବାକୁ ଦବ, ଏ କରିବ ସେ କରିବ, ତାହେଲେ ସେ ପ୍ରାୟଶ୍ଚିତ କରିବ, କଲେ ଯାଇକି ସେ ଦୋଷଟା କଟିବ। ନା ଏଇଟା ଗୋଟେ ଭଲ ଉଦ୍ଦେଶ୍ୟରେ ହୁଏତ କେତେବେଳେ ଷ୍ଟାର୍ଟ ହେଇଥିବ। କାହିଁକି ନା ପଶୁ ପକ୍ଷୀଙ୍କୁ ତମେ ତାଙ୍କ ଉପରେ ହିଂସା ଆଚରଣ କରିବା ଦରକାର ନାହିଁ। କାହିଁକିନା ମଣିଷ ତ ସବୁ ସାମର୍ଥ୍ୟ ଅଛି, ତମେ ତାଙ୍କୁ ମାରିଦବ ଯଦି, ତାହେଲେ କେମିତି ହବ? ତ ସେଥିପାଇଁ ଗୋଟେ କରାହେଇଥିଲା। କିନ୍ତୁ ଯେହେତୁ ସେତେବେଳେ ବ୍ରାହ୍ମଣ ସମାଜ ଯେତେବେଳେ ଟିକେ ଅଧିକ ହାଇକରେ ଥିଲେ, ସମସ୍ତଙ୍କୁ କଣ୍ଟ୍ରୋଲ କରୁଥିଲେ, ସେମାନେ ଅନ୍ୟମାନଙ୍କ ପାଇଁ ଏଇ ନିୟମ କରନ୍ତି, ଯଦି ତମେ ବ୍ରାହ୍ମଣ ମାରୁଛ ତାହେଲେ ଏଇଆ କରିବ। କିନ୍ତୁ ଯଦି ତା ନିଜ ପୁଅ ଯେତେବେଳେ ମାରି ଦେଇଛି, ସେତେବେଳେ ସେ କହିଲେ କଣ ନା ନା ବ୍ରାହ୍ମଣ ପୁଅ ମାରିଲେ ଦୋଷ ନାହିଁ। ତେଣୁ ଏଠି ଯୋଉମାନେ ଆସକ୍ତି ଯୁକ୍ତ ହେଇଥାନ୍ତି, ଯୋଉମାନେ ସେମାନେ ସାଧନାର ନାଁ ଧରନ୍ତି ନାଇଁ, ଯୋଉମାନେ ସେମାନଙ୍କ ପାଇଁ ତାଙ୍କର ନିଜଟାର ଗୁରୁତ୍ୱପୂର୍ଣ୍ଣ ହଉଛି ଅଧିକ। ସେମାନେ ସେଥିପାଇଁ କଣ କରନ୍ତି, ନିଜ କ୍ଷେତ୍ରରେ ଓଲଟା ରିଆକ୍ସନ, ଅନ୍ୟମାନଙ୍କ କ୍ଷେତ୍ରରେ ଓଲଟା ରିଆକ୍ସନ। ସେମାନଙ୍କ କଥା ଏଠି କୁହାହଉନି। ଏଠି କୁହାହଉଛି ଯୋଉମାନେ ସାଧନା କରୁଛନ୍ତି, ଯୋଉମାନେ ନିଜେ ଅଗ୍ରଗତି କରିବାକୁ ଚାହିଁଛନ୍ତି, ଯୋଉମାନେ ମାଙ୍କର ଯନ୍ତ୍ର ହବାକୁ ଚାହିଁଛନ୍ତି, ଯୋଉମାନେ ମାଙ୍କୁ ପରିପ୍ରକାଶ କରିବାକୁ ଚାହୁଁଛନ୍ତି, ଯୋଉମାନେ ମାଙ୍କ ପାଇଁ କାମ କରିବାକୁ ଚାହୁଁଛନ୍ତି, ଦିବ୍ୟ କର୍ମୀ ଯୋଉମାନେ, ଆମେ ଆ ପୂର୍ବରୁ ଆଲୋଚନା କରିଥିଲେ, ଯୋଉମାନେ ଦିବ୍ୟ କର୍ମୀ ହବାକୁ ଚାହୁଁଛନ୍ତି, ମାଙ୍କର ଯନ୍ତ୍ର ହବାକୁ ଚାହୁଁଛନ୍ତି, ସେମାନେ ଧୀରେ ଧୀରେ କଣ କରିବେ, ଚିନ୍ତା ଉପରେ ନିୟନ୍ତ୍ରଣ ରଖିବାକୁ କରିବାକୁ ପଡିବ। ନିୟନ୍ତ୍ରଣ ରଖିବାକୁ ଯୋଉମାନେ ଆରମ୍ଭ କରିଛନ୍ତି, ସେମାନେ ଚିନ୍ତା ଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିବେ। କେମିତି କରିବେ? ବଢିଆ ମା କହିଲେ ଯେ ଗୋଟେ ବସ୍ତୁକୁ ଆମେ ଯେମିତି, ଏଇଟା ଗୋଟେ ବସ୍ତୁ ପଡିଛି, ଆକୁ ହାତରେ ଧରି ଠେଲି ଫୋପାଡି ଦଉଛୁ, ଫିଙ୍ଗି ଦେଲି ବା ଠେଲି ଫୋପାଡ଼ି ଦେଲି। ସେମିତି ଯୋଉମାନଙ୍କର ଚିନ୍ତା ଉପରେ ନିୟନ୍ତ୍ରଣ ଅଛି, ସେମାନେ ଚିନ୍ତାକୁ ଫେଲିକି ଫୋପାଡ଼ି ଦିଅନ୍ତି। ଏଇଟା ଅପେକ୍ଷାକୃତ କଷ୍ଟକର କଥା। କାହିଁକି ନା ସେତିକି ନିୟନ୍ତ୍ରଣ ନ ଆସିଲେ ତାକୁ ଫୋପାଡ଼ିବା ସହଜ ହୁଏ।
ସେଥିପାଇଁ ମା ଲେଖୁଛି ନିଜ ଉପରେ ଖୁବ୍ କର୍ତ୍ତୃତ୍ୱ ନଥିଲେ ଏହା ସମ୍ଭବ ନୁହେଁ। ନିଜ ଉପରେ କର୍ତ୍ତୃତ୍ୱ ନଥିଲେ ଏଇଟା ସମ୍ଭବ ହୁଏ ନାହିଁ। କିନ୍ତୁ ଯଦି ଜଣେ ଏହା କରିପାରେ ତେବେ ଏହା ଅଧିକ କ୍ରିୟାଶୀଳ। ବର୍ତ୍ତମାନ ସେଠି କଣ ହେଲା, ପ୍ରଥମ ଉପାୟରେ ମୁଁ ତାକୁ ଆଭଏଡ କଲି, ଆଉ ଗୋଟିଏ ଭଲ ଚିନ୍ତାକୁ ତା ଜାଗାରେ ଆଣିକି ରଖିଲି। ତେଣୁ ସିଏ କିନ୍ତୁ ବାହାରେ ୱେଟିଂ ଅବସ୍ଥାରେ ରହିଲା, ନାଇଁ କି ୱେଟିଂ ଅବସ୍ଥାରେ ରହିଲାନି। ମୁଁ ତାକୁ ଅନୁମତି ଦେଇନି କିନ୍ତୁ ସେ ମୋ ଦୁଆର ମୁହଁରେ ଯାଇନାହିଁ। ଟିକେ କେତେବେଳେ ମୁଁ ଯଦି ରିଲାକ୍ସ ହେଇଗଲି ସେ ପୁଣି ପଶିଯିବାର ସମ୍ଭାବନା ଅଛି। ଏଠି କିନ୍ତୁ ଯୋଉମାନେ ଅଧିକ କ୍ରିୟାଶୀଳ ଉପାୟ କଥା କହୁଛନ୍ତି, ଯୋଉମାନେ ଅଧିକ ଟିକେ ସଚେତନ ହେଇଛନ୍ତି, ଚିନ୍ତା ଉପରେ ନିୟନ୍ତ୍ରଣ ଅଛି, ତାଙ୍କ ପାଇଁ ଅଧିକ କ୍ରିୟାଶୀଳ ଉପାୟ ହେଲା ସେମାନେ ଚିନ୍ତାଟାକୁ ଧରିକି ଫୋପାଡ଼ି ଦବ। କିନ୍ତୁ କେତେବେଳେ ପର୍ଯ୍ୟନ୍ତ ଫୋପାଡ଼ିବ, ସେଇଥିପାଇଁ କହୁଛନ୍ତି ତୁମେ ଯଦି ସେଇ ମନ୍ଦ ଚିନ୍ତା ଗୁଡ଼ିକୁ ବା ତୁମ ମନର ସେଇ ସବୁ ମନ୍ଦ ବୃତ୍ତି ଗୁଡ଼ିକୁ ତୁମ ଭିତରୁ ତଡ଼ିବାରେ ଲାଗିଥବ ଏବଂ ସେଥିରେ ସଫଳ ବି ହବ। ତମେ ଥରେ ତଡ଼ିଦେଲ ସେ ପୁଣି ଆସିବ। ଯେତେ ଥର ସେଗୁଡ଼ିକ ଉଦୟ ହଉଥିବ ସେତେ ଥର ତମେ ତାକୁ ବିତାଡ଼ିତ କରୁଥିବ। କରିବ କେତେବେଳେ ପର୍ଯ୍ୟନ୍ତ, ଯେ ପର୍ଯ୍ୟନ୍ତ ସେମାନେ ଆଉ ତୁମ ଭିତରକୁ ପ୍ରବେଶ କରିବେ ନାହିଁ ସେ ପର୍ଯ୍ୟନ୍ତ। ସେଥିପାଇଁ କହୁଛନ୍ତି ଶେଷ ପର୍ଯ୍ୟନ୍ତ ତୁମେ ତାକୁ ଫିଙ୍ଗୁଥବ। କାହିଁକି ନା ସେମାନେ ଏତେ ଜିଦିଆ। କାହିଁକି ଜିଦିଆ ନା ସେମାନଙ୍କର ରାଜୁତି ଚାଲିଯିବ ନା, ସେମାନେ ରାଜୁତି ଚାଲିଯିବ, ସେ ରାଜୁତି ରକ୍ଷା କରିବା ପାଇଁ କରିବେ ନା କରିବେନି। ତେଣୁ ସେଥିପାଇଁ କଣ କହନ୍ତି ଦେଖିବେ, ପ୍ରାୟତଃ ଖରାପ ଲୋକମାନେ ଆମେ ଯୋଉଗୁଡା କହୁଛୁ ଦେଖିବେ ଖରାପ ଶକ୍ତି ଯୋଉମାନଙ୍କ ପାଖରେ କାମ କରୁଥାଏ ସେମାନେ ଏତେ ଶୀଘ୍ର ହାର ମାନନ୍ତିନି। ଅସୁର ଦେଖିଛ, ଅସୁର ଯେତେ ଥର ହାରିଗଲେ ମଧ୍ୟ ସେ ଲାଗିଥାଏ, ସେ କେବେ ହାର ମାନେନି ବହୁତ। କିନ୍ତୁ ଆମେ ଯୋଉମାନେ ଟିକେ ନରମା ନିରୀହ, ଆମେ ଯୋଉ ଭାଷା ଆମେ ସାଧାରଣ ଲୋକ ବୁଝୁଛନ୍ତି, ସେମାନେ କୁହନ୍ତି ହେ କିଏ ସେ ଅଳିଆ ଭିତରେ ପଶିବ, ହେ ସେ ଯାହା କରୁଛନ୍ତି କରୁଥାନ୍ତୁ ଛାଡ। ସେମାନେ ଯଦି ଟିକେ କୋଉଠି ଦେଖିଲେ ଯେ ସେମାନେ ଚେଷ୍ଟା କଲେ ଆଉ ହେଲା ନାହିଁ ଫେରି ଆସନ୍ତି, ସିଏ ତାଙ୍କର ଯାହା କରୁଛନ୍ତି କରନ୍ତୁ। ଏଇ ସଂସାର ଭିତରେ ଘର କରିଥିଲେ ପଥର ପଡିଲେ ସହି, ଇଏ ପ୍ରକୃତି କାହାର କଣ ପରିବର୍ତ୍ତନ ହେଇଛି ଯେ ଆଉ ପ୍ରଭୁ, ଏ ପ୍ରକୃତି ନୈବ ମୁଚେତ, ଯଦି ମୁଚେତ କିଞ୍ଚିତ କିଞ୍ଚିତ, ସିଏ ଯଦି ମୁଚେତ। ଏବେ ଘୁଷୁରୀ ପ୍ରକୃତି ପଙ୍କେ ଲୋଟେ, ମଣିଷ ପ୍ରକୃତି ମଲେ ତୁଟେ, ସେଟା ମଲେ ଚେଞ୍ଜ ହବ କାହିଁକି ସେ କାମ କରିବ। ଏ ଯିଏ ଯାହା କରୁଛୁ କରିଥାନ୍ତୁ ଭାଇ, ନିଜେ ସେଫ ସାଇଡରେ ରୁହ, ସେ ଯାହା ହଉଛି ହଉ, ସମାଜରେ କିଏ କଣ କଲା ନାହିଁ। ଏମାନେ ସବୁ ଏଇ ପ୍ରକାର ଚିନ୍ତା କରନ୍ତି ଏବଂ ସେମାନେ ଚୁପଚାପ ବସିଯାଆନ୍ତି। ସେଇ ପ୍ରକାର ଲୋକଙ୍କ କ୍ଷେତ୍ରରେ କଣ ହୁଏ, ସେମାନେ ସାଧାରଣତଃ ସବୁ କଥାରେ ଏମିତି ଟିକେ ପଛେଇକି ରୁହନ୍ତି। ନାଇଁ ନାଇଁ, ଶେଷ ପର୍ଯ୍ୟନ୍ତ ତୁମେ ତାକୁ ଫିଙ୍ଗି ଚାଲିଥାଉ, ଫୋପାଡ଼ି ଚାଲିଥାଉ। ମା ଆଉ ଥରେ କହୁଛନ୍ତି ତମେ ମୂଳରୁ ଯେଉଁ ଉପାୟଟାର କଥା କହିଥିଲି ଆମେ ଏବେ ସାଙ୍ଗେ ସାଙ୍ଗେ କଥା ହେଲେ କଣ ନା, ସେତେବେଳେ କଣ ହୁଏ ମନ୍ଦ ଚିନ୍ତା ଗୁଡିକ ବାରମ୍ବାର ଆସୁଥାନ୍ତି ଆଉ ଯାଉଥାନ୍ତି, ଯାଉଥାନ୍ତି ଫେର ଆସୁଥାନ୍ତି। କୋଉଥିରେ, ଫାଷ୍ଟ ଯୋଉ ଉପାୟଟା ସେଥିରେ ବି, ସେଥିରେ କଣ ସେ ଦୂରେଇକି ରହିଥିବ, ଅପେକ୍ଷା କରି ରହିଥିବ, ପୁଣି ପଶିବ। ତମେ ତମେ କଣ ଆଉ ଅନ୍ୟ କାମ କରିବନି, ପୁଣି କାମ କଲେ ପୁଣି ପଶିବ। ଏଇ ଦିଟା ଉପାୟ ରହିଛି। ପ୍ରଥମଟାରେ ଅନ୍ୟ ଚିନ୍ତା କଲ ସେଥିରେ ବି ଆସିବ ଏବଂ ଏଥିରେ ବି ଯେପର୍ଯ୍ୟନ୍ତ ଆସୁଥିବ ସେ ପର୍ଯ୍ୟନ୍ତ ଫିଙ୍ଗୁଥିବ। ଏ ଦୁଇଟି ଉପାୟ ଅଛି। କଣ କଣ କହିଲେ ଆଉଥରେ କରିବା। ଅନ୍ୟ ଗୋଟେ ବିଷୟରେ ଏକାଗ୍ର ହବ ଯେ ବିଷୟ ସହିତ ତମର ଅପ୍ରୀତିକ ଚିନ୍ତା କାରବାର ନଥିବ, କିଛି ସମ୍ବନ୍ଧ ନଥିବ, ସେଥିରେ କିନ୍ତୁ ସେ ବାରମ୍ବାର ଆସିବ, ବାରମ୍ବାର ଆସିବ। କିନ୍ତୁ ଦ୍ୱିତୀୟ ଉପାୟଟା ତାଠାରୁ ଟିକେ କଷ୍ଟକର ହେଲେ ମଧ୍ୟ ସଫଳଦାୟକ, ଅଧିକ କ୍ରିୟାଶୀଳ। ମନ୍ଦ ଚିନ୍ତା ଗୁଡିକୁ ବା ତୁମ ମନରେ ସେଇ ସବୁ ମନ୍ଦ ବୃତ୍ତି ଗୁଡିକୁ ତୁମ ଭିତରେ ତଡିବାରେ ଲାଗିଥିବ, ସେଥିରେ ସଫଳ ମଧ୍ୟ ହଉଥିବ। ସେଗୁଡିକ ତୁମ ମନ ଭିତରେ ଉଦୟ ହଉଥିବେ, ସେତେ ଥର ଯେତେ ଥର ଉଦୟ ହଉଥିବେ, ଯେତେ ଥର ଉଦୟ ହେବେ ସେତେ ଥର ତାଙ୍କୁ ବିତାଡିତ କରିବ, ଶେଷ ପର୍ଯ୍ୟନ୍ତ ସେମାନେ ଆଉ ତୁମ ଭିତରକୁ ପ୍ରବେଶ କରିବେ ନାହିଁ। ଇଏ ହଉଛି ଦିଟା ଉପାୟ। ଏବଂ ତା ବାଦ ବି ଆମର ଆପର ଅପ୍ରୀତିକର ଚିନ୍ତା ପାର୍ଟ 2 ରେ ଆଉ ଅନ୍ୟ ଉପାୟ ଗୁଡାକ ରହିଛି, ଅନ୍ୟ କଥା ମା କହିବେ। କିନ୍ତୁ ଆମେ ଏଇଠି ଆଟଲିଷ୍ଟ ଗୋଟେ ଏଣ୍ଡିଂ ରେ ସାରିବା। ଆଉ ଗୋଟେ ସବୁଠାରୁ ଆଉ ଗୋଟେ ଉପାୟ ହଉଛି, ତମେ ଯଦି ସେ ମନ୍ଦ ଚିନ୍ତାଟାକୁ ଧରିକି ନେଇକରି ମାଙ୍କ ପାଖରେ ଥୋଇଦବ, କିମ୍ବା ମାଙ୍କୁ ଆହ୍ୱାନ କରିବ, ଯୋଉ ଭଲ ଚିନ୍ତାରେ ନା ମାଙ୍କୁ ଆହ୍ୱାନ କରିବ, ମାଙ୍କ ନାମ ଜପ କରିବ। ହେଲା, ଆମେ ଏଇଠି ମୁଁ ଆଉ ଏଇ ଯୋଉ ଅନ୍ୟ ଉପାୟ ଗୁଡାକ ଏତେ ଡିଟେଲସ କହୁନାହିଁ, କାହିଁକି ନା ଆ ପରେ ଆମେ ନେକ୍ସଟରେ ପୁଣି ଅପ୍ରୀତିକର ଚିନ୍ତା ପାର୍ଟ 2 ରେ ଆଲୋଚନା କରିବା। ଆଜି ପାଇଁ ଏତିକି ରଖିବା।
Thank you all, Robert.